ଖରାପ ଭାଷାରେ ଗାଳି ଦେଲେ କ'ଣ ହୁଏ? ବନ୍ଧୁଗଣ, ଆମେ ଦୈନନ୍ଦିନ ଜୀବନରେ ଆମେମାନେ ଏଭଳି କିଛି ଭୁଲ କାମ କରିଥାଉଁ ଯାହାର ପରିଣାମ ବିଷୟରେ ଆମେ ଜାଣିନଥାଉଁ। ଏକ ସୁଖମୟ ଜୀବନ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ମାନି ଚଳିବାକୁ ପଡ଼ିଥାଏ ଏବଂ ଆଜି ମୁଁ ଆପଣମାନଙ୍କୁ ଏହିସବୁ କଥା ବିଷୟରେ କହିବାକୁ ଯାଉଛି। 1. ସକାଳୁ ଝାଡ଼ା ଗଲାବେଳେ କିମ୍ବା ଝାଡ଼ା ବସିଲା ବେଳେ ଦାନ୍ତ ଘଷନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 2. ଖାଦ୍ୟ ଖାଇବା ବେଳେ 32 ବାର ଚୋବାଇ ଖାଇଲେ ଭଲ ହଜମ ହୁଏ ଏବଂ ଶରୀର ପାଇଁ ହିତକର ହୋଇଥାଏ। 3. ଅଣ୍ଟା ଦରଜ ହୋଇଥିଲେ ଶୁଣ୍ଠି ଏବଂ ଅଶ୍ୱଗନ୍ଧା ଚୂର୍ଣ୍ଣକୁ 2 ଚାମଚ ସକାଳେ ଏବଂ ସନ୍ଧ୍ୟାବେଳେ ଉଷୁମ ପାଣିରେ ଖାଇଲେ ତାହା ଦୂର ହୁଏ। 4. ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ମେଥି ଗୁଣ୍ଡ 1 ଚାମଚ ସକାଳୁ ଉଷୁମ ପାଣିରେ ଖାଇଲେ ତାହା ଦୂର ହୁଏ। ଜୁଆଣି ପାଣିକୁ ଦିନକୁ 3 ଥର କୁଳୁକୁଳି କଲେ ତାହା ଦୂର ହୋଇଥାଏ। 5. ଖରାପ ଶବ୍ଦ ବ୍ୟବହାର କରି ଅନ୍ୟକୁ ଗାଳିଗୁଲଜ କଲେ ଧନ କ୍ଷୟ ହେବା ସହିତ ଦରିଦ୍ରତା ଆସିଥାଏ। 6. ଅପଶବ୍ଦ ବ୍ୟବହାର କରି କାହାକୁ ଥଟ୍ଟା କରନ୍ତୁ ନାହିଁ, ଏହାଦ୍ୱାରା ସନ୍ତାନ ସନ୍ତତି ମାନଙ୍କ ବୁଦ୍ଧି ହାନି ହୋଇଥାଏ। 7. ଦୈନନ୍ଦିନ ଜୀବନରେ ଅସୁବିଧା ଏବଂ ଅସନ୍ତୁଳନ ଦେଖାଦେଲେ ସକାଳୁ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ ଏବଂ ଓସ୍ତ ଗଛକୁ ପୂଜା କରନ୍ତୁ, ଏହା ମଙ୍ଗଳ ହୋଇଥାଏ। 8. ଜାତକରେ ଯଦି ବୃହସ୍ପତି ନୀଚର ଥାଏ ତେବେ ମୁଣ୍ଡରେ ଚନ୍ଦନ ଟିପା ଲଗାନ୍ତୁ ଏବଂ ସକାଳୁ ମନ୍ଦିର ଯାଇ ଠାକୁର ଦର୍ଶନ କରନ୍ତୁ। 9. ପାଣି ନଷ୍ଟ କରିବା ହେଉଛି ଦରିଦ୍ରତାର ଲକ୍ଷଣ, ତେଣୁ ଗାଧୋଇବା ବେଳେ ଅଧିକ ଜଳ ନଷ୍ଟ କରନ୍ତୁ ନାହିଁ। 10. ଜାତକରେ ଯଦି ରବି ନୀଚର ଥିବେ ତାହେଲେ ପିତାମାତାଙ୍କ ସହ ଝଗଡ଼ା ହୁଏ ଏବଂ ଆଖି ରୋଗ ଦେଖାଦିଏ, ତେଣୁ ସକାଳୁ ସୂର୍ଯ୍ୟ ଦର୍ଶନ କରନ୍ତୁ। 11. ଜାତକରେ ମଙ୍ଗଳ ନୀଚରେ ଥିଲେ ଭାତୃବିବାଦ ଦେଖାଦିଏ ଏବଂ ରକ୍ତଚାପ ରୋଗ ହୋଇଥାଏ, ତେଣୁ ମନ୍ଦିରରେ ନଡ଼ିଆ ମୁଣ୍ଡ ଚାରିକାରେ ବୁଲାଇ ବାଡ଼ାନ୍ତୁ। 12. ନଡ଼ିଆ ତେଲରେ ଅଁଳା ଗୁଣ୍ଡକୁ ଭଲ ଭାବରେ ଫୁଟାଇ ଚୁଟିରେ ଲଗାଇଲେ ଚୁଟି କଳା ହୋଇଥାଏ। 13. ଭୃଷଙ୍ଗ ପତ୍ର ଏବଂ ପିଆଜକୁ ବାଟି ଚୁଟିରେ ଲଗାଇଲେ ଚୁଟି ଝଡ଼ିବା ବନ୍ଦ ହେବା ସହ ଘନତ୍ୱ ବଢ଼ିଥାଏ। 14. ବେସନରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ମୁହଁ ବ୍ରଣ ଦୂର ହୋଇଥାଏ ଏବଂ ମୁହଁରେ ଚମକ ଆସିଥାଏ। 15. ମହୁରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ମୁହଁର କଳା ଦାଗ ଦୂର ହୋଇଥାଏ। 16. ସକାଳୁ 30 ମିନିଟ୍ ଖରାରେ ସମୟ ବିତାଇବା ଉଚିତ, ଏହାଦ୍ୱାରା ଶରୀରର ପୀଡ଼ା ଦୂର ହୁଏ ଏବଂ ଭିଟାମିନ୍ ଡି ମିଳେ। 17. ମୁହଁର କଳା ଯାଇ ଦୂର କରିବାକୁ ହେଲେ ଧଣିଆ ପତ୍ରକୁ ବାଟି କିଛି ଦିନ ଲଗାଇଲେ ତାହା ଦୂର ହୋଇଥାଏ। 18. ସ୍ୱପ୍ନରେ ଯଦି ଗାଈ ଦେଖୁଛନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ, ଏହା ସୁଖ ଏବଂ ସମ୍ପଦ ବୃଦ୍ଧିର ସଂକେତ ଦେଇଥାଏ। 19. ସ୍ୱପ୍ନରେ ହାତୀ ଦେଖିଲେ ବହୁତ ଶୁଭ ହୋଇଥାଏ, ଏହା ସୁଖ ସମୃଦ୍ଧି ବୃଦ୍ଧିର ସଂକେତ ଦେଇଥାଏ। ବନ୍ଧୁଗଣ, ଆଜି ମୁଁ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛି ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ। ଯଦି କୌଣସି ଲୋକଙ୍କୁ କୌଣସି କାରଣରୁ ଘର କରିବା ପାଇଁ ଜାଗା ଖଣ୍ଡିଏ ମିଳୁନଥାଏ ତେବେ ଭଗବାନ ବରାହଙ୍କୁ ଉପାସନା କରିବା ଦ୍ୱାରା ପ୍ରାପ୍ତ ହୋଇଥାଏ। ଘର ପାଇଁ ଭୂମି ପ୍ରାପ୍ତ କରିବାକୁ ଚାହୁଁଥିବା ଲୋକମାନେ ଓଂ ନମ ଶ୍ରୀ ବରାହାୟ ଧାରୁ ସୁଧା ରଣାୟ ସ୍ୱାହା ଏହି ମନ୍ତ୍ର ଜପ କଲେ ଭୂମି ପ୍ରାପ୍ତ ହୋଇଥାଏ। ଘର କରୁଥିବା ଭୂମି ଭିତରେ ଯଦି ଗାଈ ହାଡ଼ ରହିଥାଏ ତେବେ ଗାବ ରାଜଭୟ ଦେଖାଦିଏ ଏବଂ ଘୋଡ଼ାର ହାଡ଼ ଥିଲେ ରୋଗ ଭୟ ଦେଖାଦିଏ। ଘର କରୁଥିବା ଭୂମି ତଳେ ଯଦି କୁକୁର ହାଡ଼ ରହିଥାଏ
ତେବେ ଘରେ କଳହ ଦେଖା ଦେଇଥାଏ ଏବଂ ମୃତ୍ୟୁ ଭୟ ସର୍ବଦା ଲାଗି ରହିଥାଏ। ଭୂମିର ଏକ ପୁରୁଷ ଅର୍ଥାତ୍ 120 ଆଙ୍ଗୁଳି ମାଟି ତଳେ ଯଦି କୌଣସି ହାଡ଼ ରହିଥାଏ ତେବେ କୌଣସି ଘର ପାଇଁ କ୍ଷତି ହୋଇନଥାଏ। ଘର କରିବା ସମୟରେ ଏକ ପୁରୁଷ ମାଟି ତାଡ଼ିବା ପରେ ନୂତନ ମାଟି ଭର୍ତ୍ତି କରି ଘର କରିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ। ଝାଡ଼ିବା, ଲିପିବା, ଗଙ୍ଗାଜଳ ଛିଞ୍ଚିବା, ଘର ମାଟି ଉପର ମାଟି ଖୋଳି ବାହାର କରିବା ଏବଂ ଗାଈକୁ ଗୋଟିଏ ଦିନ ଏବଂ ଗୋଟିଏ ରାତି ସେଠାରେ ରଖିବା ଦ୍ୱାରା ଘର ପାଇଁ ଭୂମି ଶୁଦ୍ଧ ହୋଇଥାଏ। ଯେଉଁ ଘର ଉତ୍ତରରୁ ଦକ୍ଷିଣ ଆଡ଼କୁ ଲମ୍ବିଥାଏ ତାକୁ ଚନ୍ଦ୍ରବଧୂ ଘର କୁହାଯାଏ। ଏହାଦ୍ୱାରା ଶୁଭ ଏବଂ ଧନ ବୃଦ୍ଧି ହୋଇଥାଏ। ଘରେ କେବେ ବି ଫୁଟା ବାସନ, ଭଙ୍ଗା ଖଟ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ କଳି ଏବଂ ଧନହାନି ଦେଖା ଦେଇଥାଏ। କେବେ ବି ବର୍ଗାକାର କ୍ଷେତ୍ର ବିଶିଷ୍ଟ ଘର କରିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଧନହାନି ହୋଇଥାଏ। ସକାଳୁ ଉଠି ଏମାନଙ୍କ ମୁହଁ ଚାହିଁଲେ ହେବ ସର୍ବନାଶ। କ'ଣ ଆପଣ ଏମିତି କରୁନାହାନ୍ତି ତ? ବନ୍ଧୁଗଣ, ଆମ ଜୀବନରେ କିଛି ସକାରାତ୍ମକ ଏବଂ କିଛି ନକାରାତ୍ମକ କ୍ରିୟା ଘଟିଥାଏ। ସକାଳର ଆରମ୍ଭ ଶୁଭ ହେଲେ ପୁରା ଦିନଟା ଶୁଭ ହୋଇଥାଏ। ତେବେ ଆଜି ଆମେ ଜାଣିବା ସକାଳୁ ଉଠି କେଉଁ ଜିନିଷ ଦେଖିବା ଯାହାଦ୍ୱାରା ଆମ ଦିନ ଭଲ ରହିବ। ତେବେ ଆସନ୍ତୁ ଜାଣିବା। ପ୍ରଥମରେ ଆଇନା। ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଆଇନା କେବେ ବି ପ୍ରଥମେ ଦେଖିବା ଉଚିତ ନୁହେଁ। ଏପରି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ ପ୍ରଥମେ ସକାଳୁ ଉଠି ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ମଣିଷର ଭାଗ୍ୟ ଉପରେ ପଡ଼ିଥାଏ ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅବନତି ହୋଇଥାଏ। ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରା ଦେଖନ୍ତୁ ନାହିଁ। କାରଣ ସକାଳୁ ଉଠିବା ବେଳେ ଆମର ଚେହେରା ଖରାପ ଦେଖାଯାଉଥାଏ। ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଆମର ମନ ଉପରେ ପଡ଼ିଥାଏ। ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ସକାଳୁ ଉଠି ଛାଇ ଦେଖିବା ଦ୍ୱାରା ମଣିଷ ଭାଗ୍ୟରେ ଦୁର୍ଭାଗ୍ୟ ଆସିଥାଏ। କାରଣ ଛାଇ ମଣିଷ ଜୀବନରେ ଭ୍ରମ ଏବଂ ଭୟ ନିର୍ମାଣ କରିଥାଏ। ସକାଳୁ ଉଠି ଆପଣ ନିଜର ଛାଇ ଦେଖୁଛନ୍ତି ତ ଏହା ଆପଣଙ୍କ ଜୀବନରେ ଆର୍ଥିକ ପରିସ୍ଥିତି ନିର୍ମାଣ କରିଥାଏ। ଆପଣଙ୍କର କାର୍ଯ୍ୟ ଅଟକି ରହିଯାଏ। ଏଥିପାଇଁ ସକାଳୁ ଉଠି ଆପଣ ଛାଇ ଦେଖନ୍ତୁ ନାହିଁ। ହିଂସ୍ରଜନ୍ତୁମାନଙ୍କ ଫଟୋ ଘରେ ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ଘରେ ନକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ଏବଂ ମନ ଭଲ ରୁହେ ନାହିଁ ତଥା ଦିନ ମଧ୍ୟ ଖରାପରେ ବିତିଥାଏ। ତେବେ ସବୁଠାରୁ ଭଲ ଘରେ ହିଂସ୍ରଜନ୍ତୁମାନଙ୍କର ଫଟୋ ଲଗାଇବେ ନାହିଁ। ଯଦି ଆପଣ ସକାଳୁ ଉଠି କୌଣସି ଖାଲି ବର୍ତ୍ତନ ବା ଖାଲି ଜିନିଷ ଯେମିତିକି ପର୍ସ ଖାଲି ଥିବା, ବାଲ୍ଟି ଖାଲି ଥିବା କିମ୍ବା ଯେକୌଣସି ଖାଲି ଥିବା ଜିନିଷ ଦେଖୁଛନ୍ତି ତାହେଲେ ଆପଣଙ୍କର ଦିନ ଅଶୁଭରେ କଟିଥାଏ। କିନ୍ତୁ ଯଦି ଆପଣ ପୂର୍ଣ୍ଣ ଥିବା ଯେକୌଣସି ଜିନିଷ ସେପରିକି ବାଲ୍ଟି ପାଣିରେ ପୂର୍ଣ୍ଣ ଥିବା, ପର୍ସରେ ଟଙ୍କା ଥିବା ଏମିତିକି ଯେକୌଣସି ଜିନିଷ ଯଦି ପୂର୍ଣ୍ଣ ଅବସ୍ଥାରେ ଦେଖୁଛନ୍ତି ତାହେଲେ ଆପଣଙ୍କର ଦିନ ଶୁଭରେ କଟିବ। ସେଥିପାଇଁ ଚେଷ୍ଟା କରନ୍ତୁ ସବୁ ଜିନିଷକୁ ସର୍ବଦା ପୂର୍ଣ୍ଣ ଭାବରେ ରଖନ୍ତୁ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।